ଶୁଣିଲ ହଁ କଣ କହୁଛୁ? ମୁଁ କାଲିଠୁ କାମକୁ ଯିବାକୁ ଚାହୁଁଛି। କାହିଁକି? ତମକୁ ମୁଁ ହାତ ପତେଇବାକୁ ପଡିବନି। ମୁଁ ନିଜେ ରୋଜଗାର କରିବି, ନିଜେ ବିନ୍ଦାସରେ ଚଳିବି। ଆରେ କଥାଟା ହଉଛି ସତ। ଯଦି ଗୋଟେ ସ୍ତ୍ରୀ ପଇସା କମଉଛି ତାହେଲେ ସେ ତା ନିଜ ଇଚ୍ଛାରେ ଚଳୁଛି, ଆଉ ଯଦି ଗୋଟେ ପୁରୁଷ କମଉଛି ସେ ଘରଟା ସାରା କଥା ବୁଝିବାକୁ ପଡୁଛି ତାକୁ। ଯଦି ସ୍ତ୍ରୀ 10,000 ବି ପାଉଛି ସେ ତା ନିଜ ଇଚ୍ଛାରେ ଚଳୁଛି, ଆଉ ଯଦି ପୁରୁଷ ଗୋଟେ 20,000 ବି ପାଉଛି ସେ କିସ୍ତି ଦେଇ ମରୁଛି। ଗୋଟେ ସ୍ତ୍ରୀ ଯଦି 5,000 ହିଁ ପାଉଛି ସେ ତାର ପେଣ୍ଟିଂ ହେଇକି ମାନେ ମେକଅପ୍ ଫେକଅପ୍ ନେଇକି ପୁରା ଏନ୍ଜୟ ରେ ବୁଲୁଛି। ଆଉ ଯଦି ଗୋଟେ ସ୍ୱାମୀ ମାସକୁ 50,000 ହିଁ ପାଉଛି ନା ସେ ତା ଟେନସନ ରେ ଚନ୍ଦା ହେଇକି ବୁଲୁଛି। ଯେତେବେଳେ ଗୋଟେ ସ୍ତ୍ରୀ ଗାଡି ଟାଙ୍କିରେ ତେଲ ପକଉଥାଏ ନା ସେ ପୁରା ଟାଙ୍କି ଫୁଲ କରିକି ତେଲ ପକଉଥାଏ, ଆଉ ଗୋଟେ ଯେତେବେଳେ ପୁରୁଷ ଗାଡିରେ ତେଲ ପକଉଥାଏ ନା 50 ଟଙ୍କା ଦେଇଥାଉ 60 ଟଙ୍କା ନହେଲେ ଦେଇଥାଉ ଆଡଜଷ୍ଟମେଣ୍ଟ କରି ତେଲ ପକଉଛି। ଏଇ ହଉଛି ପୁରୁଷ ଲାଇଫ ହେଲା।